हेलो ସାଙ୍ଗମାନେ ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ତ ଚାଲୁନାହାନ୍ତି ଆଜି ଟିକେ ଭେଜ୍ ବିରିୟାନୀ ବନେଇବା ବା ଭେଜ୍ ପଲାଉ ବନେଇବା। ତ ପରିବାକୁ ଯାହା ବି ଆମ ଘରେ ଥିଲା ସବୁ କିଛି କାଟିକି ମୁଁ ତାକୁ ପାଣିରେ ପକେଇଥିଲି। ତାପରେ ତେଲରେ ଜିରାରେ ମୁଁ ପିଆଜ ପକେଇକି ପୁରା ବ୍ରାଉନ୍ କଲର୍ ଯାଏ ଭାଜିଥିଲି। ତା ଭିତରେ ମୁଁ ପରିବାକୁ ଧୋଇକି ରଖିଦେଇଥିଲି। ତାପରେ ସେପଟରେ ଆଳୁ କାଟିକି ବି ପାଣିରେ ପକେଇ ଧୋଇ ଦେଇଥିଲି। ପିଆଜ ହବା ଭିତରେ ମୁଁ ଏଥିରେ ଲୁଣ ପକେଇଥିଲି। ଲୁଣ ଟିକେ ହେଲା ପରେ ମୁଁ ପରିବା ଗୁଡ଼ିକୁ ଛାଡ଼ିକି ଭଲସେ ତାକୁ ମୁଁ ଗୋଳେଇଥିଲି। ପରିବା ଟିକେ ଭଲସେ ସନ୍ତୁଳି ହେବା ଭିତରେ ମୁଁ ଚାଉଳ ଧୋଇ ପୁରା ରେଡ଼ି କରି ରଖିଦେଇଥିଲି। ଚାଉଳ ଧୋଇ ହେବା ଭିତରେ ମୁଁ ତାକୁ ଢାଙ୍କୁଣୀ ଘୋଡ଼େଇଥିଲି। ପ୍ରେସର କୁକର କ୍ୟାପ୍ ଦେଇନଥିଲି, ସେଟା ନର୍ମାଲ୍ ଢାଙ୍କୁଣୀ ଘୋଡ଼େଇକି କରିଥିଲି। ତାପରେ ସେପଟରେ ମୁଁ ମସଲା କରିଥିଲି। ମସଲାରେ ପିଆଜ, ରସୁଣ ଆଉ ଅଦା ଏଇ ତିନିଟା ହିଁ ବାଟିଥିଲି, ଅବଶିଷ୍ଟ କିଛି ବି ନୁହେଁ। ତାପରେ ମୁଁ ହଳଦୀ ପକେଇଥିଲି ସେ ପରିବାରେ ପକେଇକି ଭଲସେ ଗୋଳେଇଥିଲି। ତାପରେ ସେ ମସଲାକୁ ମୁଁ ସେଥିରେ ଦେଇ ଭଲସେ ପୁରା ଗୋଳେଇଥିଲି। ତା ସହିତ ଟମାଟର ବି ଦେଇଥିଲି, କଟା ଟମାଟର। ଚାହିଁଲେ ବାଟି ପାରିବେ, ବଟ୍ ମୁଁ ଏଠି କଟା ଟମାଟର ଦେଇଥିଲି। ତାପରେ ବଢ଼ିଆ ସେ ତାକୁ ମୁଁ ଭଲସେ ଗୋଳେଇଥିଲି। ତାପରେ ଭଲସେ ଗୋଳେଇଲା ପରେ ମୁଁ ଚାଉଳ ଦେଇଥିଲି, ଯେତିକି ପାଣି ଦରକାର ମୁଁ ଦେଇଥିଲି। ତାପରେ ସିଟି ମାରିବାକୁ 2ରୁ 3ଟା ସିଟି ମାରିବାକୁ କ୍ୟାପ୍ ବନ୍ଦ କରି ସିଟି 2ରୁ 3ଟା ମାରିଲା ପରେ ଆମର ରେଡ଼ି ହେଇଯାଇଥିଲା ଭେଜ୍ ପଲାଉ ବା ଭେଜ୍ ବିରିୟାନୀ। ଆଉ ଅଳ୍ପ କିଛି ମୁଁ ମିଲ୍କି ମେକର୍ ଦେଇଥିଲି, ଭାଜିକି ଦେବାର ଥିଲା ବଟ୍ କଞ୍ଚା ଦେଇଥିଲି। ହଁ, ଟେଷ୍ଟ ଭଲ ଥିଲା ବଟ୍ ଭାଜିକି ଦେଇଥିଲି, ଆଉ ଟିକେ ଭଲ ହେଇଥାନ୍ତା। ଏମିତି ବନେଇ ଖାଆନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ ନିହାତି କରନ୍ତୁ।